ସାଙ୍ଗମାନେ ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ପାଳି ଗୁରୁବାର। କେହି କେହି ଆଜି ମଧ୍ୟ ପ୍ରଥମ ପାଳି ଓଷା କରିଛନ୍ତି, କାହିଁକି ନା ବହୁତ ଜାଗାରେ ଧାନ ପାଚିନି। ଆମର କିନ୍ତୁ ଧାନ ପାଚି ନଥିଲା। ମୋ ମା କିନ୍ତୁ ଦୋକାନରୁ କିଣି ଆଣିକି ମୋ ଭାଇ ହାତରେ ପଠେଇଥିଲା। ମାର୍ଗଶିର ମାସରେ ଚାରିଆଡ଼େ କୁହୁଡ଼ି ଆଉ ଟିକେ ଟିକେ ଥଣ୍ଡା ପଡ଼ିଥାଏ। ଆଉ ସକାଳର ସେଇ ସୁନେଲି କଅଁଳିଆ ସୂର୍ଯ୍ୟ କିରଣରୁ ବୁନ୍ଦା ବୁନ୍ଦା କାକର ଛୁଇଁ ଧରଣୀ ମା ଉପରେ ପଡ଼ିଥାଏ। ଚାରିଆଡ଼େ ଧାନ ବିଲରୁ ଖେଳି ଆସେ ନୂଆ ଧାନର ବାସ୍ନା। ସେଇ ବୁନ୍ଦା ବୁନ୍ଦା କାକର ଛୁଇଁ ଗଙ୍ଗଶିଉଳି ଗୁଡ଼ାକ ତା'ର ବାସ୍ନାକୁ ନେଇ ଝରି ମାର୍ଗଶିରକୁ ସ୍ୱାଗତ କରନ୍ତି। ଆଉ ସକାଳୁ ସକାଳୁ ଠାକୁର ଘରୁ ପିଠାପଣାର ବାସ୍ନା ସତେ ଯେମିତି ଘରଟା ମୋର ସ୍ୱର୍ଗ ପରିକା ଲାଗେ। ସେଇ ନୂଆ ଧାନ ମାଣରେ ମୋ ଲକ୍ଷ୍ମୀ ମା ସତେ ଯେମିତି ମୁରୁକି ମୁରୁକି ହସୁଥାନ୍ତି। ଆଉ ସେଇ ନୂଆ ଚାଉଳରେ କେତେ କ'ଣ ମା ଠାକୁରଙ୍କ ପାଇଁ ରୋଷେଇ କର। ଚାରିଆଡ଼େ କେତେ ସୁନ୍ଦର ସୁନ୍ଦର ଝୋଟି ମଧ୍ୟ ପଡ଼ିଥାଏ। ମୁଁ ଓଡ଼ିଆ ବୋଲି ନା ନିଜକୁ ବହୁତ ଗର୍ବିତ ମନେ କରେ, କାହିଁକି ନା ଆମର ପ୍ରଥା ପରମ୍ପରା ସଂସ୍କୃତି ଯେତିକି ମନୋହର ସେତିକି ମହତ୍ତ୍ୱପୂର୍ଣ୍ଣ। ମୁଁ ତ ଏକୁଟିଆ ଲୋକ, ଯେତିକି ପାରିଛି ସେତିକି କରିଛି। ମୁଁ ଜାଣିଛି ମା ତ ସବୁ ଆମକୁ ଦେଇଛି, ଆମେ ବା ତାକୁ କ'ଣ ଦେଉଛନ୍ତି। ଯେତିକି ମୋ ମନକୁ ଆସିଲା ସେମିତି ମୁଁ ଠାକୁରଙ୍କୁ ସକାଳୁ ଉଠିକି ସଜେଇ ସଜେଇ ଦେଇଛି। ଆପଣମାନେ କେମିତି କ'ଣ ସଜେଇଛନ୍ତି ମୋତେ କମେଣ୍ଟ କରି କହିବେ। ଯଦି ମୋର ଭୁଲ ଥିବ ତାହେଲେ ବି ମଧ୍ୟ ନିଶ୍ଚିନ୍ତ କମେଣ୍ଟ କରିକି କହିବେ। ଦେଖନ୍ତୁ ଏବେ ତ ମୋର ସକାଳର ପଞ୍ଚାମୃତ ଭୋଗ ସରିଗଲାଣି। ଚାଲନ୍ତୁ ଏବେ ରୋଷେଇ କରିବାକୁ ଯିବା। ଏବେ ମୋର ପୂଜା ସରିଲା ମାନେ କ'ଣ, ପୂଜା ସରିଲା, ସକାଳ ପଞ୍ଚାମୃତ କରିକି ଦେଇକି ଆସିଲି। ତାପରେ ଏବେ ରୋଷେଇ କରିବି, ମାନେ ଠାକୁରଙ୍କ ପାଇଁ। ମୁଁ ଆଗରେ ପାଞ୍ଚ ପାଳି କରୁଥିଲି, କିନ୍ତୁ ଏବେ ଆଉ ପାଞ୍ଚ ପାଳି ଓଷା କରିପାରୁନି, କାହିଁକି ନା ଛୁଆମାନେ ଅଛନ୍ତି ଜାଣିଥିବେ, ସବୁଥର କରିବା ପଛରୁ ଉପାସ ରୁହେ, ଚିତା ଫିତା ପକାଏ। ବାକି ଯେଉଁ ଭାତ କ୍ଷୀରି ତରକାରୀ ସବୁ ଗୋଟେ ଦିନର ପୁରା ସାରିଦିଏ। ମା କହିଛି ସବୁ ସାରିଦେବୁ। ଆଉ ପଞ୍ଚାମୃତ କରିକି ଦେଇ ଆସିଲି। ବାକି ରହିଲା ମାନେ ଭାତ କ୍ଷୀରି ଖିଚୁଡ଼ି ଭଜା ଶାଗ ମହୁର ସବୁ ହବ। ତ ମୁଁ ଏବେ ରୋଷେଇ କରିବି। ସକାଳୁ ଉଠିଛି, ମୁହଁ ବି ମାନେ ଯାହା ଗାଧେଇଛି, ନା କ୍ରିମ୍ ପାଉଡ଼ର କିଛି ବି ଲଗେଇନି, କେମିତି ଦେଖାଯାଉଛି। ମୁଁ କହିଲି ଯାହା ହଉ ଆଗେ ପୂଜା ସାରିଦିଏ, ସେ ସଜପଟା ପଛରେ ହେଲେ ଚଳିବ, ଆଗେ ପୂଜାଟା ଟାଇମ୍ ଗଡ଼ିଗଲେ ଭଲ ନୁହଁ। ବାକି ପୂଜା ସରିଲା। ମୁଁ ଚାଲନ୍ତୁ ଆପଣମାନଙ୍କୁ ଦେଖେଇବି। ପକେଇଲା ବେଳେ ତ ମୋତେ କେହି କ୍ୟାମେରା ଧରିବାକୁ ନାହାନ୍ତି, କି ମୁଁ ନିଜେ ଷ୍ଟାଣ୍ଡ ଫାଣ୍ଡ କେଉଁଠି ପଡ଼ିଛି ମୁଁ ଜାଣିନି। ତ ପୂଜା ସାରିକି ଯାହା ଟିକେ ଭିଡ଼ିଓ କରିଛି, ଆଉ ବନେଇଲା ବେଳେ ଭିଡ଼ିଓ ମୋର ଆଗେ ଲକ୍ଷ୍ୟ ଥାଏ, ଯେବେ ବି ପୂଜା ପର୍ବାଣୀ ହଉ ମୁଁ ଆଗେ ବାକି ମୋର ଯେଉଁ ରୀତି ରିବାଜ ଟାଇମ୍ର ସେଇଟା ସାରିଦିଏ। ବାକି ଭିଡ଼ିଓ ତ ପଛରେ ବି ହେଇପାରିବ, ଭିଡ଼ିଓ ନହେଲେ ଚଳିବ, କିନ୍ତୁ ପୂଜାଟା ଆଗେ ସରିଯାଉ। ସେଥିପାଇଁ ଫାଇନାଲି ମୁଁ ରେଡ଼ି ହେଇଗଲି। ଏବେ ଭୋଗ ବଢ଼ାବଢ଼ି କରିବା, କାହିଁକିନା ଭୋଗ ରୋଷେଇ କଲାବେଳେ ମୁଁ ଦେଖେଇ ପାରିଲିନି ଏଇଥିପାଇଁ, କାହିଁକିନା ଏକରେ ତ ଲେଟ୍ ହେଇଗଲାଣି, ମାନେ ସକାଳ ପୂଜା ବି ମୁଁ ଲେଟ୍ରେ କଲି। ତ ସେଥିପାଇଁ ଜଲ୍ଦି ଜଲ୍ଦି କରିବା ଚକ୍କରରେ ମୁଁ ଆଉ କ୍ୟାମେରା ଫ୍ୟାମେରା ଧରିକି ଏତେ ସବୁ ଫାରସ କରିପାରିନି। ଆଉ ଚାଲନ୍ତୁ କ'ଣ କ'ଣ ସବୁ ଭୋଗ ଠାକୁରଙ୍କ ପାଇଁ ରାନ୍ଧିଛି, କାହିଁକିନା ଜଲ୍ଦି ଜଲ୍ଦି ଏଇଥିପାଇଁ ଭିଡ଼ିଓ କରିପାରିଲିନି। ଜଲ୍ଦି ଜଲ୍ଦି ରୋଷେଇ କରିକି ଠାକୁରଙ୍କୁ ଖାଇବାକୁ ଦେଇକି ତାପରେ ବହି ପଢ଼ିଲା ବେଳକୁ ଝିଅ ଆସିବା ଟାଇମ୍ ହେଇଯାଇଥିବ। ସେମାନେ ଆସିବା ମାନେ ମୋତେ ବହୁତ ହଇରାଣ କରିବେ। ସେଥିପାଇଁ ମୁଁ ଆଉ ଭିଡ଼ିଓ କରିପାରିଲିନି। ଚାଲନ୍ତୁ କ'ଣ କ'ଣ ଠାକୁରଙ୍କ ପାଇଁ ବନେଇଛି ମୁଁ ଦେଖାଉଛି ଆପଣଙ୍କୁ। ସାଙ୍ଗମାନେ, ମୁଁ ଛୋଟବେଳେ ଆମ ଘରେ ଦେଖିଛି ମୋ ମା ପାଞ୍ଚ ପାଳି ଓଷା କରନ୍ତି, କିନ୍ତୁ ଗୋଟେ ପାଳିରେ ଖିଚୁଡ଼ି ଗୋଟେ ପାଳିରେ କ୍ଷୀରି ଏମିତି କରିକି ପାଞ୍ଚ ପାଳି ସେ କଭର କରନ୍ତି। କିନ୍ତୁ ମୁଁ ବି ଆଗରୁ ସେମିତି କରୁଥିଲି, କିନ୍ତୁ ଯେବେଠୁ ଋତୁ ଜନ୍ମ ହେଇଛନ୍ତି ତାପରଠୁ ମୋତେ ଆଉ ସମୟ ହୁଏନି ଯେ ସବୁ ପାଳିରେ ଗୋଟେ ଗୋଟେ ପ୍ରକାର କରିବା ପାଇଁ। ମୁଁ ପାଞ୍ଚ ପାଳି ଓଷା କରେ ଘର ଚିତା ପକାଇ, କିନ୍ତୁ ଗୋଟିଏ ପାଳିରେ ହିଁ ମୁଁ ଭାତ ତରକାରୀ କ୍ଷୀରି ଖେଚୁଡ଼ି ସବୁକିଛି ବନେଇ ଦିଏ। ତ ମା କହିଛନ୍ତି ସବୁକିଛି ଗୋଟେ ପାଳିରେ କରିଦେବୁ। ତ ସେଥିପାଇଁ ମୁଁ ଆଜି ସବୁ ଜିନିଷ ଗୋଟେ ପାଳିରେ ହିଁ କରିଦେଇଛି, କାହିଁକିନା ଅଲଗା ପାଳିରେ କରିବା ପାଇଁ କେତେବେଳେ ସୁବିଧା ଅଛି। ଘରେ ତ ମୁଁ ଏକୁଟିଆ, କେହି ବି କରିବାକୁ ନାହାନ୍ତି। ତ ସେଥିପାଇଁ ଦେଖନ୍ତୁ ମୁଁ ସବୁ ବନେଇ ଦେଇଛି ଆଜି ଗୋଟିଏ ପାଳିରେ। ତା ସାଙ୍ଗରେ ପଞ୍ଚାମୃତ ଭୋଗ ବି କରିଛି। ମୁଁ ପଚାରିଥିଲି ମା ମଣ୍ଡା ପିଠା ହୁଏ କି? ମୋ ମା କହିଲେ ନା ଏ ପାଳିରେ ମଣ୍ଡା ପିଠା ହୁଏନି। ଦେଖନ୍ତୁ ବାକି ମୋର ହେଇଗଲା ସବୁ ଜିନିଷ ରେଡ଼ି। ଦେଖନ୍ତୁ ମୁଁ କ'ଣ କ'ଣ ବନେଇଛି। ଏଇଟା ହେଉଛି ଦହି କରମା, ତାପରେ ଗଇଁଠା କ୍ଷୀରି ଶାଗ ଭଜା ଖେଚୁଡ଼ି କଦଳୀ ଭଜା, ଆଉ ଇଏ ହେଉଛି ସାରୁ ଆଳୁ ବଢ଼ି ବାଇଗଣ ତରକାରୀ ଭାତ ଆଉ ପିଠା। ଚାଲନ୍ତୁ ଏବେ ଠାକୁରଙ୍କ ପାଖରେ ଥୋଇ ଦେଇକି ତାପରେ ଆମେ ବହି ପଢ଼ାପଢ଼ି କାର୍ଯ୍ୟକ୍ରମ ଷ୍ଟାର୍ଟ କରିବା, କାହିଁକିନା ମୁଁ ସକାଳେ ମାନେ ପଞ୍ଚାମୃତ କରିକି ଦେଇଥିଲି, କାହିଁକିନା ଏତେ ସକାଳୁ ଋତୁଙ୍କୁ ସ୍କୁଲକୁ ଛାଡ଼ିକି ସମୟ ହେବନି, ସେଥିପାଇଁ ପଞ୍ଚାମୃତ କରିକି ଏବେ ମୋର ଭୋଗ ରନ୍ଧା ସରିଗଲା। ଚାଲନ୍ତୁ ଏବେ ଠାକୁରଙ୍କ ପାଖରେ ଆଉ ଥରେ ଦୀପ ଧୂପ ଲଗାଇବା। କିନ୍ତୁ ସାଙ୍ଗମାନେ ଏଠି ଝୁଣା ନାହିଁ, କ'ଣ କରିବି? ଝୁଣା ନାହିଁ। ଝୁଣା ଯେହେତୁ ନାହିଁ, ଝୁଣ ବଦଳରେ ଏଠି ଛୋଟ ଛୋଟ ଧୂପ କ୍ୟାନ୍ ଗୁଡ଼ାକ ମିଳେ, ତ ସେଇଗୁଡ଼ାକ ହିଁ ମୁଁ ଲଗାଏ। କ'ଣ କରିବା, ନ ମିଳିବ ଯଦି ଆଉ କିଛି ବି କରିପାରିବାନି। ତ ଏବେ ମୋର ଧୂପ ଦୀପ ଲଗା ସରିଗଲା। ଚାଲନ୍ତୁ ଏବେ ବହି ପଢ଼ା ଷ୍ଟାର୍ଟ କରିବା, କାହିଁକିନା ଜଲ୍ଦି ଜଲ୍ଦି ବହି ପଢ଼ା ସାରିଲେ ପୁଣି ଋତୁଙ୍କୁ ଆଣିବା ପାଇଁ ଯିବି। ସେମାନେ ଆସିବା ଭିତରେ ମୋତେ ସବୁ କାମ ସାରିବାକୁ ପଡ଼ିବ। ନମସ୍ତେ
ଏବେ ଫାଇନାଲି ସାଙ୍ଗମାନେ ମୋର ପୂଜା ସରିଗଲା, ବହି ପଢ଼ା ମଧ୍ୟ ଶେଷ ହେଇଗଲା। ତ ଏବେ ଠାକୁର ପୂଜା ସମ୍ପୂର୍ଣ୍ଣ ହେଇଛି। ଆପଣମାନଙ୍କୁ କେମିତି ଲାଗିଲା ଭିଡ଼ିଓଟି ଆପଣମାନେ ନିଶ୍ଚିନ୍ତ କମେଣ୍ଟ କରିକି କହିବେ, ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।